ଯତ୍ନର ସହିତ ବୃଷଭାନୁରାଧୁନନ୍ତି ତାଙ୍କୁ ପାଳିଲେ। ଆଉ ରାଜା ଘର ଝିଅ ବାହାରକୁ ବାହାରନ୍ତି ନାହିଁ, ସେମାନଙ୍କୁ ରେଷ୍ଟ୍ରିକ୍ସନ୍ ଥାଏ। ସେହି ସମୟରେ ଭଗବାନ କୃଷ୍ଣ ସିଏ ତାଙ୍କର ନନ୍ଦ ଯଶୋଦାଙ୍କ ଘରେ ରହିଲେ। ଗୋପୀମାନେ କହିଲେ କେବଳ ଛୋଟ ପିଲାକୁ ଯେମିତି ଆମର ଏଇ ଛୋଟ ପୁଅଟିଏ ଆଇଛି ତାକୁ ଯେମିତି ସମସ୍ତେ ଭଲ ପାଉଛନ୍ତି, ତାକୁ ବି ସେମିତି ଭଲ ପାଇଲେ। ଗୋପୀ ଗୋପାଳ ମାନେ ସମସ୍ତେ ତାଙ୍କୁ ଭଲ ପାଆନ୍ତି। ତାଙ୍କର ପିଲାବେଳୁ ତାଙ୍କ ଭିତରେ ଅଲୌକିକତା ସବୁ ଦେଖାଯାଏ। ଏଇସବୁ କଥା ସବୁ ଶୁଣନ୍ତି ସେମାନେ। ଏ କଥାଟା ରାଧାରାଣୀ ମଧ୍ୟ ଶୁଣିଲେ। ଆସ୍ତେ ଆସ୍ତେ ବଡ଼ ହେଉଛନ୍ତି, ସେତେବେଳେ ଶୁଣିଲେ ରାଧାରାଣୀ, ସିଏ ବି ଚିନ୍ତା କଲେ କୃଷ୍ଣ କିଏ, ତାଙ୍କୁ ଟିକେ ଦେଖିବା। କିନ୍ତୁ ଅନ୍ୟମାନଙ୍କ ଭଳି କେଉଁଠି ଗାଈ ଗୁହାଳରେ ବା ଗୋରୁ ମେଳରେ କୃଷ୍ଣଙ୍କୁ ଦର୍ଶନ କରିବା ତାଙ୍କ ପାଖରେ ସମ୍ଭବ ହୁଅନ୍ତି। ସିଏ କୃଷ୍ଣ ତାଙ୍କର ପିଲାମାନଙ୍କ ସହିତ, ସାଙ୍ଗସାଥିମାନଙ୍କ ସହିତ ସେ ତାଙ୍କର ଖେଳୁଛନ୍ତି, ଖେଳାବୁଲା କରୁଛନ୍ତି। ଏତିକି ବେଳେ ବୃଷଭାନୁ ନନ୍ଦିନୀ ସେ କୋଠା ଉପରେ ରାଜପ୍ରାସାଦ ଉପରେ ଠିଆ ହେଇ ସେ କୃଷ୍ଣଙ୍କୁ ଲକ୍ଷ୍ୟ କରେ। ତାଙ୍କ ଭିତରେ କୃଷ୍ଣ ଜାଣିପାରନ୍ତି। କୃଷ୍ଣ ମଧ୍ୟ ରାଧାଙ୍କୁ ଦେଖନ୍ତି। ସେ ଗୋପୀମାନଙ୍କ ଭିତରେ ଥାଆନ୍ତି, ଗୋପାଳମାନଙ୍କ ଭିତରେ ବି ଥାଆନ୍ତି। କେତେବେଳେ ଗୋପୀମାନଙ୍କ ଭିତରେ, କେତେବେଳେ ଗୋପାଳମାନଙ୍କ ଭିତରେ। ବହିରେ ଏମିତି ଲେଖା ହେଇଛି ଗୋପୀ ରାଧା ରହିଲେ, କିନ୍ତୁ ସବୁଦିନେ କୃଷ୍ଣଙ୍କୁ ସେ ଦର୍ଶନ, କୃଷ୍ଣଙ୍କୁ ସେ ଭକ୍ତିରେ ଦର୍ଶନ କରୁଛନ୍ତି। ଯେଉଁଦିନ ଭଗବାନ କୃଷ୍ଣ ବିଦାୟ ନେଲେ ଗୋପରୁ ମଥୁରା, ଗୋଟେ ରଥ ଉପରେ ସେ ବସିଛନ୍ତି। କୃଷ୍ଣ ଆଉ ବଳରାମ ବସିଛନ୍ତି, ଅକ୍ରୁର ରଥ ଚଲାଉଛନ୍ତି। ଗୋପୀ ଗୋପାଳମାନଙ୍କ ମନରେ ଗୋଟେ ଦୁଃଖ ଯେ ଆଜି କୃଷ୍ଣଙ୍କୁ କଂସ ଘରକୁ ଯାଉଛନ୍ତି, ଆଉ ସେ ଫେରିବେ କି ନାହିଁ। କଂସ ଗୋଟେ ଅତ୍ୟାଚାର ରାଜା ଥିଲା, ତେଣୁ ସେ ଯେତେବେଳେ ଗଲେ ଗୋପୀ ଗୋପାଳ ମାନେ ତାଙ୍କୁ ବିଦାୟ ଦେଲେ, ସେଟା ଗଲେ। ଆଉ କିନ୍ତୁ ରାଧାରାଣୀ ଗୋପୀମାନଙ୍କ ସହିତ ସେ ଦେଖା ଦେଇପାରିବେ ନାହିଁ। ସେମାନେ ହେଉଛନ୍ତି ସମସ୍ତେ ବୃଷଭାନୁ ରାଧାଙ୍କର ପ୍ରଜା, ତାଙ୍କ ଭିତରେ ଇଏ କେମିତି ପଶିବେ। ସିଏ ଗୋଟିଏ ନଦୀ କୂଳ, ଯମୁନା କୂଳ, ଗୋଟେ ନିର୍ଜନ ସ୍ଥାନରେ ସେ ଠିଆ ହେଇଛନ୍ତି। ଏଇ ବାଟ ଦେଇକି କୃଷ୍ଣ ଯିବେ। ଯେତେବେଳେ ରାଧାରାଣୀ ଠିଆ ହେଇଛନ୍ତି ମନ ଦୁଃଖରେ, କୃଷ୍ଣଙ୍କର ରଥ ଯେତେବେଳେ ଗଲା, ରାଧାଙ୍କର ଆଖି ଯେତେବେଳେ କୃଷ୍ଣଙ୍କ ଉପରେ ପଡ଼ିଲା, କୃଷ୍ଣଙ୍କର ଆଖି ମଧ୍ୟ ରାଧାଙ୍କ ଉପରେ ପଡ଼ିଲା। ଆଜି କୃଷ୍ଣ ରଥକୁ ଅଟକେଇଲେ। ଭାଇକି କହିଲେ, ଭାଇ କହିଲେ ବଡ଼ ଭାଇ ବଳରାମ କହିଲେ, ରାଧାରାଣୀ ବୃଷଭାନୁ ନନ୍ଦିନୀ ରାଧାରାଣୀ ଏଠି ଏକୁଟିଆ ଠିଆ ହେଇଛନ୍ତି। ସେ ଗୋଟେ କ'ଣ ତାଙ୍କର କହିବେ, ମୁଁ ଟିକେ ଯାଉଛି। ଅଳ୍ପ ବାଟ, ବେଶୀ ବାଟ ନୁହଁ। କୃଷ୍ଣ ଓହ୍ଲେଇକି ରାଧାଙ୍କୁ ସେ ସମ୍ମାନ ପ୍ରଦର୍ଶନ କଲେ। ଯେହେତୁ ସେ ତାକୁ କିଏ କହୁଛି ମା, ରାଧାରାଣୀ ତାଙ୍କ ମାଇ, କିଏ କ'ଣ କହୁଛି, ସେଗୁଡ଼ା କିଛି କଥା ନୁହେଁ। ଜଣେ ରାଜ ପରିବାର ଲୋକକୁ କୃଷ୍ଣ ଭଗବାନ ହେଲେ ବି ସେ ତାଙ୍କୁ ସମ୍ମାନ ଦେବେ। ପଚାରିଲେ, ତମେ କାହିଁକି ଏଠି ଠିଆ ହେଇଛ? ଯେ ଆପଣ, ରାଧାରାଣୀ କହିଲେ, ଆପଣ ତ
ଏଠି ଥିଲେ ଆମେ ସବୁ ଏଠି ଆପଣଙ୍କ ସହିତ ଏଠି ଖେଳା ବୁଲା ହେଲା। ବର୍ତ୍ତମାନ ଆପଣ କଂସଙ୍କ ଘରକୁ କାହିଁ ଯାଉଛନ୍ତି? ନା ମାମୁଁଙ୍କର ଗୋଟେ ଆଦେଶ ଆସିଛି ଧନୁଯାତ୍ରା ହବ, ମୁଁ ଯାଉଛି। ରାଧା କହିଲେ ଇଏ ସବୁ କଥାରେ ମୋର ବିଶ୍ୱାସ ନୁହେଁ, ଇଏ ଧନୁଯାତ୍ରା ନୁହେଁ, ଇଏ ନିଶ୍ଚିତ ଧନୁଯୁଦ୍ଧ। ଆଉ ତମେ, ମୁଁ ପ୍ରଭୁଙ୍କୁ ଡାକୁଛି, ତମେ ଶୀଘ୍ର, ମୁଁ ତମକୁ ହିଁ ଡାକୁଛି, ତମକୁ ପ୍ରଭୁ ବୋଲି ଭାବେ, ତମକୁ ହିଁ ମୁଁ ଚିନ୍ତନ କରୁଛି। ତମେ ଏ ଯୁଦ୍ଧରେ ମାନେ ମୁକ୍ତ ହେଇକିରି ବିଜୟ ହେଇକି ଫେରିବ। ଏତିକି କଥା କହିଦେଲା ପରେ ସେ ପ୍ରକୃତରେ ଫେରିବ ତ? ସେ କହିଲେ ହଁ, ମୁଁ 3 ଦିନ ଭିତରେ ଫେରିବି। ରାଧାଙ୍କ ମନକୁ ଟିକେ ଭୁଲେଇ ଦେଇ କୃଷ୍ଣ କହିଲେ। ରାଧା ସେମିତି ଚାହିଁଛନ୍ତି କୃଷ୍ଣ ଯମୁନା ପାରି ହେଇକି। ଏଇ ହେଉଛି ରାଧାରାଣୀଙ୍କର କଥା। କିନ୍ତୁ କୃଷ୍ଣ 3 ଦିନ ପରେ ଆଉ ଫେରି ନାହାନ୍ତି। କଂସବଦ୍ଧ ହେଲା, ତାଙ୍କର ବିଭିନ୍ନ ଲୀଳା ସୃଷ୍ଟି ହେଲା। ପରବର୍ତ୍ତୀ ସମୟ ଦେଖା ହେଇଛି।